ସୌମ୍ୟ ମୋତେ ବହୁତ ଦିନ ହେଲା କହିଲା କି ଭାଇ ଚାଲ ଆମର ଏଇଠି ଗୋଟେ ପାଖରେ ଖାଣ୍ଟି ଓଡ଼ିଆ ଢାବାରେ 90 ଟଙ୍କାରେ ଭଲ ମିଲ୍ ମିଳୁଛି। ତ ମୁଁ କହିଲି 90 ଟଙ୍କାରେ ମିଳୁଛି ତ ଚାଲ। ଆଉ ମୁଁ ଲେଟ୍ ନ କରିକି ଆମେ ପହଞ୍ଚି ଯାଇଥିଲୁ ଖାଣ୍ଟି ଓଡ଼ିଆ ଢାବାରେ। ପୁଣି 90 ଟଙ୍କାରେ ଖାଇବା, ପୁଣି ପଖାଳ ସାରା ଆଇଟମ୍ ହେଇଥାଏ ପଖାଳ ସାଙ୍ଗରେ। ତ ଏତେ ଜୋରେ ଖରାରେ 90 ଟଙ୍କାରେ ବି ଭୁବନେଶ୍ୱରରେ ମିଳୁଛି ଖାଇବା। ତ ଆମେ ସେଥିପାଇଁ ଆଉ ଡେରି ନ କରିକି ଶୁଭେନ୍ଦୁ ଭାଇ ଆମ ହେରିଟେଜ୍ର ଡିଷ୍ଟ୍ରିବ୍ୟୁଟର ଆଉ ଆମ ସୌମ୍ୟକୁ ତ ଚିହ୍ନିଥିବେ ଆପଣ, ସ୍କେଟିଂ ବୟ। ତ ମୁଁ ଏପଟେ ଆପଣ ମୋତେ ତ ଦେଖିଛନ୍ତି। ତ ଆଉ ଲେଟ୍ ନ କରିକି ଆମେ ପଖାଳ ଜଲବା ବାବାରେ ଏତେ ସାରା ଆଇଟମ୍, ବଡ଼ିଚୁରା ସାଙ୍ଗକୁ ସାଲାଡ଼, ପାମ୍ପଡ଼, ଆଳୁ ଚୋଖା ଫ୍ରି, ଭଜା, ଶାଗ ଭଜା, ଆଉ କିଏ ଭାଇ ଆଉ କ'ଣ ଦରକାର ୟା ସାଙ୍ଗକୁ। ତ ଏତେ ସାରା ଆଇଟମ୍ ଆମର ମାଉସୀ ଆଣିକି ରଖିଦେଇଥିଲେ। ତାକୁ ଶୁଭେନ୍ଦୁ ଭାଇ ଭୋକ ନ ସମ୍ଭାଳିକି ସେ ତାର ଚଲେଇଲେ। ତାପରେ ମୁଁ ବି ଏପଟେ ମୋର ଚଲେଇଲି। ଭାଇ ଖାଇବା ଓହ କି ଟେଷ୍ଟ, ଖାଇବା ଟେଷ୍ଟ ଯାହା ଥିଲା ଭାଇ, କ୍ୱାଣ୍ଟିଟି ବି ବହୁତ ଭଲ ଥିଲା 90 ଟଙ୍କାରେ। ତାପରେ ଆମର ଭାଇ ଯେଉଁମାନେ ବି ଚାହୁଁଛନ୍ତି ଏମିତି ଗୋଟେ ଖରା ପାଗରେ ପଖାଳ ଖାଇବାର ମଜା ନେବା ପାଇଁ, ପୁଣି ପୁରା ଘର ଓଡ଼ିଆ ଷ୍ଟାଇଲ୍ର ଖାଇବାରେ, ତ ଆମର ଯାଇକି ଭିଜିଟ୍ କରନ୍ତୁ ସେଇଠି ଖାଣ୍ଟି ଓଡ଼ିଆ ଢାବାରେ। ଭାଇ କି ଟେଷ୍ଟ ଥିଲା ଖାଇବା, ପୁଣି 90 ଟଙ୍କାରେ। ରହୁଛି ଜୟ ଜୟ।